ଅଫିସରୁ ଆସି ଘରେ ପହଞ୍ଚି ଭାବିଲି ଆଜି କ'ଣ ରୋଷେଇ କରିବି। ମୁଣ୍ଡ କାମ କଲାନି। ଦେନ୍ ମୁଣ୍ଡରେ ପଶିଗଲା ଗୋଟେ ଆଇଡ଼ିଆ, ଚାଲ ଗାଡ଼ି ବାହାର କଲି, ଚାଲିଲି ଯିବା ଟିକେ ମାଛ ମାର୍କେଟ। ମାଛ ମାର୍କେଟ ଯାଇ ଦେଖିବା କ'ଣ ମିଳୁଛି କ'ଣ ନାହିଁ। ଆସି ପହଞ୍ଚିଗଲି ମାଛ ମାର୍କେଟରେ। ଚାଲନ୍ତୁ ଦେଖିବା ଏବେ କ'ଣ କ'ଣ ଅଛି କ'ଣ ନାହିଁ। ମଟନ୍ ଚିକେନ୍ ଆରମ୍ଭ କରି ଅଣ୍ଡା, ବହୁତ ସାରା ପ୍ରକାର ମାଛ ଯେଉଁଟାକି ମୋତେ ନାଁ ବି ଜଣା ନାହିଁ। ଦେଖିଲି ଲାଷ୍ଟକୁ ଫାଇନାଲ୍ କଲି କି ଦୁଇଟା କଙ୍କଡ଼ା ନେଇଯିବା। ଏଇ ଓଜନ ହେଇଗଲା କଙ୍କଡ଼ା। ତାକୁ ଦେଇକି ଭଲସେ କ୍ଲିନ୍ କରିବା ପାଇଁ କହିଦେଲି। କହିଲା ପରେ ଭାଇ ଆମର ଭଲସେ କ୍ଲିନ୍ କରିକି ଦେଇଦେଲେ ବିଲ୍, ଦେଖିବ କେତେ ଟଙ୍କା। ହେଇଗଲା କ୍ଲିନ୍। ଏବେ ଚାଲ ଯିବା ରେଡ଼ି କରିବା। ଆସିଲା ବେଳେ ପାଣି ନାହିଁ, ନେଇକି ହନୁମାନ ଭଳିଆ ବାହାରି ପଡ଼ିଲି ପାଣି ଆଣିବା ପାଇଁ। ଯାଇକି ଫାଟି ଯାଉଥାଏ, ନେଇକି ଆସିଲି ପାଣି। ଆସିଲା ବେଳକୁ ସବୁ ରେଡ଼ି, ଧୁଆ ଧୋଇ କରିକି ମସଲା ପତ୍ର କ'ଣ ହେବ କ'ଣ ନାହିଁ ଭାବିକି ପିଆଜ ଦୁଇଟା ପୂରେଇ ଦେଲି। ନେଇକିନା ଗ୍ରାଇଣ୍ଡିଙ୍ଗ କରିଦେବି। ପିଆଜ ପେଷ୍ଟ ଟିକେ ବନେଇ ଦେବା। ଚଲୋ ବନାତେ ହେଁ, ବନେଇ ଦେବା। ଏଇ ଚାଲ ଗ୍ରାଇଣ୍ଡିଙ୍ଗ ହେଇଗଲା। ଭାବୁଥିବ ଷ୍ଟିଲ୍ ଡୋରୁ ପ୍ଲାଷ୍ଟିକ୍ ଡବା କେମିତି ହେଇଗଲା, ତୁମେ ଜାଣିପାରିବନି, ସେଇଟା ସିକ୍ରେଟ୍। ଠିକ୍ ଅଛି। ଏବେ ପିଆଜ ପେଷ୍ଟ ହେଇଗଲା ରେଡ଼ି, ଅଦା ରସୁଣ ରେଡ଼ି, ଆଳୁ ଟମାଟୋ ରେଡ଼ି। କେମିତି କରିବା ଆସ ଦେଖିବା। କଡ଼େଇ ଟିକେ ଗରମ କରିବ। ଗ୍ୟାସ୍ କେମିତି ଅନ୍ କରିବ ଜାଣିଛ ତ? ହଉ, ସୋରିଷ ତେଲ ଟିକେ ପକାଇ ଦିଅ। ଆଳୁ ଟିକେ ଭାଜି ଦିଅ। ଆଳୁ ଟିକେ ନାଲି ହେବା ପର୍ଯ୍ୟନ୍ତ ଭାଜିଦେବ। ଠିକ୍ ଅଛି। ଆଳୁକୁ ଏମିତି ପକାଇବ ଯେମିତି ତେଲ ଛିଟିକିବ, ବୁଝିଲ। ଆଳୁ ପକାଇ ଗରମ କରିଦେଲି। ଗରମ କ'ଣ କଲି, ତାକୁ ଟିକେ ଭାଜିଦେଲି। ତାପରେ ନେଇ ଆସିଲି ଥାଳିକୁ କାଢ଼ିଦେବା। ଆଉ ଟିକେ ପରେ ନାଲି ନାଲି ହେଇଗଲା ପରେ କାଢ଼ିଦେବା। କୁଟୁରୁ କରି କଙ୍କଡ଼ା ପକାଇଦେଲି। ସେଥିରେ ଟିକେ ଲୁଣ, ଟିକେ ହଳଦୀ, ଟିକେ ଲଙ୍କା ଗୁଣ୍ଡ ପକାଇ କଙ୍କଡ଼ାକୁ ଭାଜିଦେବ। ନାଲି ହେଲା ଯାଏଁ ଟିକେ ଭାଜିଦେବ। ତାପରେ ତାକୁ ପ୍ଲେଟ୍କୁ କାଢ଼ି ଆଣିବ, ଯେମିତି ମୁଁ ନେଇ ଆସିଲି ଦେଖିପାରୁଥିବ। କାଢ଼ୁଛି କାଢ଼ିଦେଲି। ହେଇଗଲା, ସବୁ କାଢ଼ିଦେଲି। ଏବେ ଚାଲ କ'ଣ କରିବା ଦେଖିବା। ଏବେ ସବୁ ହେଇଗଲା ପରେ ଟିକେ ପକାଇଦେଲି ସବୁ ମସଲା ଗୁଣ୍ଡ। ତ ପଡ଼ିବନି ଏବେ, ଭାବିଲ ମସଲା ଗୁଣ୍ଡ କହିବେ ନା, ନାହିଁ। ଟିକେ ଲଙ୍କା ଗୁଣ୍ଡ ପକାଇଦେଲି, ଲଙ୍କା। ତାପରେ ଟିକେ ତେଜପତ୍ର ପକାଇଦେଲି। ତାପରେ ବଟା ହେଇଥିବା ପିଆଜ ଏବେ ପଡ଼ିବ। ପଡ଼ିନି କହୁଥିବ, କହିଦେଲା କ'ଣ ପାଇଁ? ଆରେ କହିଲି ତାପରେ ପଡ଼ିବ ନା, ଏବେ ପଡ଼ିବ। ଦେଖ, ଏଇ ଦେଖ, ଆସିବ। ଏଇ ଆସିଗଲା, ପଡ଼ିଲା। ପିଆଜ ପେଷ୍ଟ ପଡ଼ିଲା। ତାପରେ ତାକୁ ଟିକେ ସେଥିରେ ଟିକେ ଗୋଳେଇକି 2 ମିନିଟ୍ ଗୁଟୁରୁ କଲା ପରେ ଟିକେ ଟମାଟୋ ପକାଇଦେବ। ଟମାଟୋ ପକାଇକି ତାପରେ ଗୁଟୁରୁ କରିବ। ମୁଁ କହିଦେଉଛି ତାପରେ ପକାଇବି, ଠିକ୍ ଅଛି। ଏକଲା ଲୋକ ନା, କ'ଣ କରିବି। ଏଠି ଟମାଟୋ ପଡ଼ିଲା ଏବେ। ତାପରେ ତାକୁ ଗୁଟୁରୁ କରିବ। ଟିକେ ହେଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟଟା ପଡ଼ିବ। ଅଦା ରସୁଣ ପେଷ୍ଟ ମୁଁ ପକାଇଦେବି, ସେଇଟା ତୁମେ ଜାଣିପାରିବନି ମୁଁ କେତେବେଳେ ପକାଇଲି। ଏବେ ଦେଖ ପଡ଼ିଯାଇଛି ଅଦା ରସୁଣ ପେଷ୍ଟ। ସେଥିରେ ଟିକେ ହଳଦୀ, ଟିକେ ଲଙ୍କା, ଟିକେ ଧନିଆ ଗୁଣ୍ଡ, ଟିକେ କ'ଣ ସେଇଟା ମନେ ପଡ଼ୁନି, କାଲି କହିବି। ଯାହା ପକାଇବା କଥା ସବୁ ଟିକେ ପକାଇଦେଲି। ତୁମେ ଭାବ କ'ଣ ପକାଉଛି ଦେଖିନିଅ। କହିବା ପାଇଁ ମୋର ମନେ ପଡ଼ୁନି, ପକାଇ ଦେଇଛି। ତାପରେ ଭାବିପାରୁନି କ'ଣ ପକାଇଲି କ'ଣ ନାହିଁ। ପକାଇଲା ପରେ ତା'ର ଟିକେ ସ୍ୱାଦ ଅନୁସାରେ ଲୁଣ ପକାଇଦେବ। ନିଜ ସ୍ୱାଦ ଅନୁସାରେ। ଅଧିକା ଲୁଣ ଖାଇବ ହାଡ଼ କୁତୁରି ଯିବ, ପକାଇବ। ଅଧିକା ପକାଇକି ଟିକେ ଗୁଟୁରୁ କରିଦେବ। ଗୁଟୁରୁ କରିଦେବ। କରିକି ଟିକେ ପାଣି ଦେଇକି ତାପରେ କଷିବ, ଠିକ୍ ଅଛି। ଚିକେନ୍ କଷିଲା ବେଳେ ତାକୁ କଷିବ। ଦେଖ ମୁଁ କେମିତି କଷୁଛି। ଭାବୁଥିବ ଗୋଳଉଛି, ଆରେ ସେଇ ଗୋଳେଇବାଟାକୁ ହିଁ କଷିବା କୁହାଯାଏ। ସେଟା କ'ଣ କହିବି ଆଉ, ଛାଡ଼। ଦେଖ କେମିତି ଗୋଳଉଛି, ଏମିତି ହିଁ ଗୋଳେଇବ, ଠିକ୍ ଅଛି। ହେଲା, ଗୁଟୁରୁ ପୁଣି ରହିଯିବ ଟିକେ। ଗୋଳେଇବ। ତାପରେ ଟିକେ ସେଇଟା ଟିକେ ଲାଗି ଗଲା ବେଳକୁ ସେଥିରେ ଟିକେ ପାଣି ଦେବ, ବୁଝିଲ। ଟିକେ ଧନିଆ ପତ୍ର ଦେଇଥିଲି, ଧନିଆ ପତ୍ର ଟିକେ ପକାଇଦେଲି। ବାସ୍ନାଟା ଆସିବ ନା, ବାସ୍ନାଟା ବାହାରିବ ଟିକେ କରିବ। ତାପରେ ସେଥିରେ ପାଣି ଦେଇକି ତାକୁ ଗୋଳେଇବ। ତାକୁ ରଖିଦେବ। ଏବେ ଏମିତି ଟିକେ ଫୁଟି ଆସିଲା ବେଳକୁ ତାପରେ ଟିକେ ସମୟ ଛାଡ଼ିକି ସେଥିରେ ଆଳୁ ପକାଇଦେବ। ଆଳୁ ପକାଇକି ଟିକେ ଗୋଳେଇବ, ଠିକ୍ ଅଛି। ଏ ଦେଖ ଆଳୁ ପଡ଼ିଲା। ଆଳୁ ପଡ଼ିକି ତାକୁ ଟିକେ ହଲେଇବ। ଗୋଳେଇବ ମ। ତାକୁ ଟିକେ ଗୋଳେଇବ। ଟିକେ ଛାଡ଼ିକି ତାପରେ ସେଇଥିରେ ପୁଣି କଙ୍କଡ଼ାକୁ ପକାଇଦେବ। କଙ୍କଡ଼ା ଯେଉଁ ଭାଜିକି ରଖିଛ ତାକୁ ଆଳୁ ଝୋଳ ଖାଇବନି, ପୁଣି କଙ୍କଡ଼ା ପକାଇବ। କଙ୍କଡ଼ା ପକାଇଲା ପରେ ତାକୁ ଗୋଳେଇବ। କ'ଣ କରିବ ଗୋଳେଇକି? ଗୋଳେଇବ ଆଉ କ'ଣ କରିବ।
ଗୋଳେଇବ। ତାପରେ ସେଥିରେ ଟିକେ ଗୋଳେଇ ସାରିଲା ପରେ ଟିକେ ପାଣି ଦେଇକି ଛାଡ଼ିଦେବ। ସିଝିବ ନା, ନ ସିଝିଲେ କ'ଣଟା ଖାଇବ? କଞ୍ଚା କଞ୍ଚା ଖାଇବ ତୁମ ବଣ ମଣିଷ। ଆରାମସେ ଖାଇବ। ସେଥିରେ ଟିକେ ପକାଇଦେବ କଙ୍କଡ଼ା, ପକାଇ ପାଣି ଦେଇକି ସିଝେଇଦେବ କିଛି ସମୟ ଛାଡ଼ିଦେବ, 10 ମିନିଟ୍ ଭଳିଆ ସେ ସିଝିଯିବ ଆରାମସେ। ହେଇଗଲା ପରେ ସେଇଥିରେ ଟିକେ ଧନିଆ ପତ୍ର, ଟିକେ ଗରମ ମସଲା ପକାଇ ଦେଇକି ତାକୁ ଟିକେ ରଖିଦେବ। ତାପରେ ଯେଉଁଠି ଖାଇବା କଥା ନେଇ ଆସିବ। ଚାଲ ଖାଇବାକୁ ଚାଲିଲି, କାଲି ଦେଖା ହେବ।